ପିଆଜରେ ଛୁଞ୍ଚି ଫୋଡ଼ି ଦିଅନ୍ତୁ, ଗ୍ୟାରେଣ୍ଟି ଦେଉଛି ସେ ନାରୀ 5 ମିନିଟ୍ରେ ତୁମ ପାଖକୁ ଆସିବ, ଯାହା ଚାହିଁବେ ତାହା କରିବ। କ'ଣ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଛନ୍ତି? ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବାକୁ ଚାହୁଁଛନ୍ତି? ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି? ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଗୋଟିଏ ପିଆଜ ଆଉ ଛୁଞ୍ଚିର ସାହାଯ୍ୟରେ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ନାରୀ ମୋହିନୀ ବଶୀକରଣ ବିଦ୍ୟା, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ଅତି ସହଜରେ ପଟେଇ ପାରିବେ। ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ଗୋଟିଏ ପିଆଜ ଆଉ ଛୁଞ୍ଚିର ସାହାଯ୍ୟରେ ଆପଣ କାହାକୁ ବି ନିଜ ବଶରେ କରିପାରିବେ। ସିଏ ଆପଣଙ୍କର ସବୁ କଥା ମାନିବ, ଆପଣଙ୍କର ଗୁଲାମୀ କରିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। କେତେଥର ଏମିତି ହେଇଥାଏ କି ଆପଣ ଯେଉଁ ଝିଅକୁ ଭଲ ପାଉଛନ୍ତି ସେ ଝିଅ ଆପଣଙ୍କୁ ଭଲ ପାଏନି, ଅନ୍ୟ କାହାକୁ ଭଲ ପାଏ, ଆଉ ଆପଣ ଯେତେ ଚେଷ୍ଟା କରି ମଧ୍ୟ ତାକୁ ପଟେଇ ପାରନ୍ତିନି। ତା ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ନିଜର ସବୁ ସମୟ ସାରି ସାରିଲେଣି, କିନ୍ତୁ ସେ ଝିଅ ଆପଣଙ୍କୁ ଭାव ଦେଉନି। ଯଦି ଆପଣ ବି ଏହିପରି ପରିସ୍ଥିତିରେ ପଡ଼ିଛନ୍ତି, ତେବେ ଗୋଟିଏ ପିଆଜ ଆଉ ଛୁଞ୍ଚି ଆଣି ଏହି ବଶୀକରଣ କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ପିଆଜ ଆଉ ଛୁଞ୍ଚିର ଏହି ବଶୀକରଣ ଦୁନିଆର ସବୁଠାରୁ ସହଜ କିନ୍ତୁ ମହାଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯିଏ ବି ପିଆଜରେ ଛୁଞ୍ଚିକୁ ଫୋଡ଼ିଛି ସିଏ 100ରୁ 100% ସଫଳ ହେଇଛି। ନିଜ ପସନ୍ଦର ସେ ଝିଅ ବା ବିବାହିତା ନାରୀକୁ ଅତି ସହଜରେ ପଟେଇ ପାରିଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ତେଣୁ ଯଦି ଆପଣ ଏହି ବଶୀକରଣ କରିବାକୁ ଚାହୁଁଛନ୍ତି, ନିଜ ପସନ୍ଦର ସେ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ତେବେ ଆଜି ପିଆଜରେ ଛୁଞ୍ଚିକୁ ଫୋଡ଼ିକି ଦେଖନ୍ତୁ, ତାପରେ ଦେଖିବେ ଚମତ୍କାର। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ପିଆଜ ଆଉ ଛୁଞ୍ଚିର ସାହାଯ୍ୟରେ ଆପଣ କିପରି ଝିଅ ପଟେଇବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। କାହିଁକି ନା ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି, ଆପଣଙ୍କର ବଶୀକରଣ କାମ କରିବନି। ପରେ ଆପଣ କହିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେତେ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ଚାହିଁବେ ଅତି ସହଜରେ ନିଜର କରିପାରିବେ। ତା'ଠାରୁ କିଛି ବି କାମ ହାସଲ କରିପାରିବେ। ତେବେ ଏହି ବଶୀକରଣ ବିଧି ଆପଣ କିପରି କରିବେ ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ଆପଣ କିପରି କରିବେ। ମନେ ରଖନ୍ତୁ, ଏହି ବଶୀକରଣ ହେଉଛି ମୁସଲିମ ବଶୀକରଣ। ଏହାକୁ ଆପଣ ଶୁକ୍ରବାର ଦିନ କରିବେ। ଦିନ 3ଟାରୁ ସନ୍ଧ୍ୟା 6ଟା ମଧ୍ୟରେ ଏହି ବଶୀକରଣ କରିପାରିବେ। ପ୍ରଥମେ ଆପଣ କ'ଣ କରିବେ, ଗୋଟିଏ ପିଆଜ ଆଣିବେ ଆଉ ଛୁଞ୍ଚି ଆଣିବେ। ପିଆଜ ଉପରେ ସେଇ ଝିଅ ବା ସ୍ତ୍ରୀର ନାମ ଲେଖିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି।
ତାପରେ ପିଆଜକୁ ବାମ ହାତରେ ଧରିବେ ଆଉ ଛୁଞ୍ଚିକୁ ଡାହାଣ ହାତରେ ଧରିବେ। ତାପରେ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ଭାବି ସାରିବା ପରେ କ'ଣ କରିବେ, ସେଇ ଝିଅ ବା ସ୍ତ୍ରୀର ନାମ ଗୋଟେ ଥର କହିବେ ଆଉ ଗୋଟେ ଥର ଛୁଞ୍ଚିକୁ ପିଆଜରେ ଫୋଡ଼ିଦେବେ। ଏହିପରି ଆପଣ ଗୋଟେ ଗୋଟେ କରି 7 ଥର ସେ ଝିଅର ନାମ କହିବେ ଆଉ 7 ଥର ଛୁଞ୍ଚିକୁ ପିଆଜରେ ଫୋଡ଼ିଦେବେ। 7 ଥର ବେଳକୁ ଆପଣ କ'ଣ କରିବେ, ପିଆଜରେ ଛୁଞ୍ଚିକୁ ଫୋଡ଼ିକି ରଖିଦେବେ। ଏତିକି କରିସାରିବା ପରେ ୟା ମଜିଦୁ ୟା ମଜିଦୁ ୟା ମଜିଦୁ ଏହିପରି 3 ଥର କହିବେ। ତାପରେ ସେ ପିଆଜରେ ଯେଉଁ ଛୁଞ୍ଚି ଫୋଡ଼ିଛନ୍ତି ସେଥିରେ ଆପଣ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ ପିଆଜ ଆଉ ଛୁଞ୍ଚିକୁ ସେମିତି ନେଇକି କୌଣସି ଏକ ଫୁଲ ଗଛ ମୂଳରେ ଅଳ୍ପ ଟିକେ ମାଟି ଖୋଳିକି ପୋତିଦେବେ। ଏତିକି କରିଦିଅନ୍ତୁ, ସେ ଝିଅ ହେଉ ବା ବିବାହିତା ସ୍ତ୍ରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।